Welcome to Siddhi Vinayak tutorial. ପିଲାମାନେ ଆଜି ଆମେ କରିବା କ୍ଲାସ୍ 3ର ଏକାଧିକ ଚିହ୍ନ ପ୍ରୟୋଗରେ ଯୋଗ କିପରି କରାଯାଏ। ତା ପୂର୍ବରୁ ପିଲାମାନେ ଏକାଧିକ ଚିହ୍ନ କ'ଣ ତାହା ଜାଣିବା। ତୁମାନେ ପୂର୍ବ କ୍ଲାସ୍ରେ ଜାଣିଥିବ, ଦ୍ୱିତୀୟ ଶ୍ରେଣୀରେ ପଢ଼ିଥିବ ଏକାଧିକ ଚିହ୍ନ ବିଷୟରେ। ଦେଖ, ଏକାଧିକ ଚିହ୍ନର ଅର୍ଥ ଏକ ଆମେ ଜାଣିଛୁ ବା କୌଣସି ସଂଖ୍ୟା ଠାରୁ ଏକ ଅଧିକ କରି ଲେଖିବା। ଯେପରିକି ଏଠାରେ ଲେଖା ହେଇଛି 1 ଉପରେ ଏକାଧିକ ଚିହ୍ନ ଦିଆଯାଇଛି, ତାର ମୂଲ୍ୟ ହେଲା 2। 3 ଉପରେ ଏକାଧିକ ଚିହ୍ନ ଅଛି, ତାର ମୂଲ୍ୟ କେତେ ହେବ 4। ତାକୁ କିପରି ଲେଖିବା ଏକାଧିକ ଚିହ୍ନକୁ ଯୋଗ କରିବା ସମୟରେ? ଦେଖ, କୌଣସି ଘରର ଅଙ୍କମାନଙ୍କୁ ଯୋଗ କଲାବେଳେ ଯୋଗଫଳ 10 ବା ତା ଠାରୁ ଅଧିକ ହେଲେ ସେତେବେଳେ ସେହି ଅଙ୍କର ବାମ ପଟରେ ଥିବା ଅଙ୍କ ଉପରେ ଏକାଧିକ ଚିହ୍ନ ଦିଆଯାଏ। ଏବେ ଆମେ କରିବା ଅଭ୍ୟାସ କାର୍ଯ୍ୟ। ଦେଖ, ଅଭ୍ୟାସ କାର୍ଯ୍ୟ ଦେଇଛି, ଏଇଟା ଆମେ ଯୋଗ କରିବା 256 ଯୋଗ 274 277 କୁ ଆମେ ଏକାଧିକ ଚିହ୍ନ ଦ୍ୱାରା ଯୋଗ କରିବା। ପ୍ରଥମେ ଏକ ଘର ଅଙ୍କ ଯୋଗ କରିବା ହେଲା। 6 4 10 10 7 ଯୋଗ କଲେ 17 ହେବ। 7 ରହିଲା, 1 ବଳି ପଡ଼ିଲା ଯେହେତୁ ଆମେ ଏଠାରେ ଏକାଧିକ ଚିହ୍ନ ଦେଇଦେବା। ଫେର ତାକୁ ଯୋଗ କରିବା 5 ଏକାଧିକ ଚିହ୍ନକୁ ବି ଯୋଗ କରିବା। 6 5 ଯୋଗ 6 ହେଲା, 1 ଏକାଧିକ ଚିହ୍ନ 6 ହେଲା। ଫେର 7 ଯୋଗ 7 କରିବା, କେତେ ହେବ? ଏଇଟା 20 ହେବ ହେଲା। ଫେର 2 ବଳି ପଡ଼ିଲା, ତେଣୁ ଫେର ଏକାଧିକ ଚିହ୍ନ, ଯେହେତୁ ଏକାଧିକ ଚିହ୍ନର ମୂଲ୍ୟ 1, ତେଣୁକୁ ଯେହେତୁ 2 ବଳି ପଡ଼ିଛି ଏଥିଲାଗି 2ଟି ଏକାଧିକ ଚିହ୍ନ ଦେଇଦେବା ହେଲା। ଏବେ ତାକୁ ଯୋଗ କରିବା 1, ଏଇଟା ହେଲା ଏକାଧିକ ଚିହ୍ନର ମୂଲ୍ୟ 1 ହେଲା। ତାହେଲେ 1 2 3 1 4 5 6 7 7 ଲେଖିଦେଲେ। ସେହିପରି 2 ନମ୍ବର କରିବା। ଦେଖ, 2 ନମ୍ବରରେ ବି ଯୋଗ କରିବା ଏକାଧିକ ଚିହ୍ନ ହିସାବରେ ଏକ ଘର ସଂଖ୍ୟାକୁ ପ୍ରଥମେ ଯୋଗ ନେବା। 6 ଯୋଗ 4 ଯୋଗ 6 ଯୋଗ 8 କେତେ ହେବ? 24 ହେବ। ଏଇଠି ବି 2 ବଳି ପଡ଼ିଲା, ତାହେଲେ 2ଟି ଏକାଧିକ ଚିହ୍ନ ଦେବା ହେଲା। ତାପରେ ଏଟାକୁ ଯୋଗ କରିବା ଏକାଧିକ ଚିହ୍ନ 1 5 6 6 ଯୋଗ 1 ଯୋଗ 7 ଯୋଗ 3 କେତେ ହେବ ପିଲେ? 23 ହେବ ହେଲା। 23 ହେଲେ 3 ରହିଗଲା, ଆଉ 2 ବଳି ପଡ଼ିଲା। ଏଠାରେ ଫେର ଏକାଧିକ ଚିହ୍ନ ଦେବା, ଯେହେତୁ 2 ବଳି ପଡ଼ିଛି। ଫେର ଏହାକୁ ଯୋଗ କରିବା 1 ଯୋଗ 1 2 ଯୋଗ 1 3 1 ଏକାଧିକ ଚିହ୍ନ 4 5 6 ଆନ୍ସରଟି ବାହାରିଗଲା। ସେହିପରି 3କୁ ଯିବା, ପ୍ରଶ୍ନ ନମ୍ବର 3କୁ। ଦେଖ, ଏଠି ବି ଲେଖା ହେଇଛି ପ୍ରଥମେ ଏକ ଘର ସଂଖ୍ୟାକୁ ଯୋଗ ନେବା। ସେହିପରି 8 ଯୋଗ 8 ଯୋଗ 6 ସମାନ କେତେ ହେବ? 22 ହେବ। 22 ହେଲା। ତାପରେ ଏଠି 2 ଅଛି, ବଳି ପଡ଼ିଲା, 2 ପଡ଼ିଲେ ଏକାଧିକ ଚିହ୍ନ 2ଟି ଦେବା। ଏବେ ଏହାକୁ ବି ଯୋଗ କରିବା 1 ଯୋଗ 4 ଯୋଗ 1 ଏକାଧିକ ଚିହ୍ନର ମୂଲ୍ୟ 1 8 7 କେତେ ହେଲା? 21। 1 ରହିଲା, 2 ବଳି ପଡ଼ିଲା, ଏଠାରେ ଫେର 2 ଯିବ। 1 ଯୋଗ 3 4 ହେଲା, 1 5 6 7 ଏଇଟା ଲେଖିଦେଲେ। ସେହିପରି ପ୍ରଶ୍ନ ନମ୍ବର 4କୁ ଯିବା। ଏହାକୁ ମଧ୍ୟ ସେହିପରି କରିବା 8 ଯୋଗ 7 15 5 ରହିଲା ଏକ ଘରେ। 1 ଯେହେତୁ ବଳି ପଡ଼ିଲା ଏକାଧିକ ଚିହ୍ନ ଦେଇଦେଲେ। ଏବେ ଯୋଗ କରିବା ଏହାକୁ 1 ଯୋଗ 5 6 6 5 15 ଫେର 5 ରହିଲା, ଫେର ଏକାଧିକ ଚିହ୍ନ ଗଲା। 1 ଯେହେତୁ ବଳି ପଡ଼ିଲା ଏକାଧିକ ଚିହ୍ନ ଇଆଡ଼କୁ ଗଲା। 1 ଯୋଗ 2 3 ଯୋଗ 3 6 ହେଇଗଲା, ଆନ୍ସରଟି ମିଳିଗଲା। ଏହି ଭିଡ଼ିଓଟି ଦେଖିଥିବା ପାଇଁ ଧନ୍ୟବାଦ।